ରବୀନ୍ଦ୍ରନାଥ ଟାଗୋର ଦଶଧାଡ଼ି ଓଡ଼ିଆ ରଚନା। ରବୀନ୍ଦ୍ରନାଥ ଟାଗୋର ଭାରତର ଜଣେ ମହାନ କବି ଥିଲେ। ସେ ଗୁରୁଦେବ ନାମରେ ଜଣାଶୁଣା ଥିଲେ। ତାଙ୍କର ଜନ୍ମ 1861 ମସିହା ମେ 7 ତାରିଖରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ଦେବେନ୍ଦ୍ରନାଥ ଟାଗୋର ଏବଂ ମାତାଙ୍କ ନାମ ଶାରଦା ଦେବୀ ଥିଲା। ରବୀନ୍ଦ୍ରନାଥ ଟାଗୋର ଜଣେ ନାଟ୍ୟକାର, ସଙ୍ଗୀତକାର ଏବଂ ଦାର୍ଶନିକ ଥିଲେ। 1913ରେ ତାଙ୍କ କାବ୍ୟ ଗୀତାଞ୍ଜଳି ପାଇଁ ତାଙ୍କୁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ଭାରତର ଜାତୀୟ ସଙ୍ଗୀତ ଜନ ଗଣ ମନ ରଚନା କରିଥିଲେ। ସେ ବଙ୍ଗଳାଦେଶର ଜାତୀୟ ସଙ୍ଗୀତ ମଧ୍ୟ ଲେଖିଥିଲେ। ସେ କଲିକତାରେ ଶାନ୍ତିନିକେତନ ପ୍ରତିଷ୍ଠା କରିଥିଲେ। ସେ 1941 ମସିହା ଅଗଷ୍ଟ ମାସ 7 ତାରିଖରେ ମୃତ୍ୟୁବରଣ କରିଥିଲେ।